ମୁଁ ସୁଦର୍ଶନ ସାହୁ ଭାରତୀୟ ଜାତୀୟ କଂଗ୍ରେସର ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ। ତ ଆଗ ଯାହା ପଗମନ ଜରିଆରେ ଉତ୍ସାହ ଥିଲି ଜାତୀୟ କଂଗ୍ରେସକୁ ଟିକଟ ପାଇବା ପାଇଁ, ମୋର ଅପ୍ରେଲ 14ରେ ଟିକଟ ନ ହୋଇ ଆମର ଅନ୍ୟ ଜଣେ ଭାଇଙ୍କର କଂଗ୍ରେସ ବନ୍ଧୁଙ୍କର ଟିକଟ ହେଲା। ଆମେ ଭଲ କରିଥିଲୁ, ତେଣୁ ମୁଁ ସେଇଦିନ ମାନସିକ ସ୍ତରରେ ଆଉ ସ୍ଥିର ନଥିଲେ ମୁଁ ନିର୍ବାଚନ ଲଢ଼ିବି। ମୋତେ ଶେଷ ମୁହୂର୍ତ୍ତରେ ନୋମିନେସନର ଶେଷ ତାରିଖ 5 ତାରିଖ ରାତି 7ଟାରେ ମୋତେ ଟିକଟ ଦିଆଗଲା। ସେଠି ସବୁଠୁ ବଡ଼ ପ୍ରଶ୍ନ ଥିଲା ଆଠଗଡ଼ରେ ଯେଉଁ ଷଡ଼ଯନ୍ତ୍ର ଥିଲା କଂଗ୍ରେସ ଟିକଟଟି ଚିହ୍ନଟି ହଟେଇ ଦେବା ପାଇଁ। ଚିହ୍ନ ବଞ୍ଚିଯାଇଛି, ମୋ ଦଳର ଇଜ୍ଜତ ମୁଁ ବଞ୍ଚେଇ ଦେଇଛି। ମୋତେ ଦଳରୁ ସେତିକି ବହୁତ ଧନ୍ୟବାଦ ଦେଉଛନ୍ତି, ସେତିକିରେ ମୁଁ ବହୁତ ଅତ୍ୟନ୍ତ ଖୁସି। ନାଇଁ, ଦଳ ଶେଷ ମୁହୂର୍ତ୍ତରେ ତ ମୋତେ ଟିକଟ ଦେଲା। ଦଳର ଯେତେବେଳେ ଦଳକୁ ଯେଉଁମାନେ ଆଗ ଟିକଟ ନେଇଥିଲେ ଏକଜୁଟ ହୋଇକି, ସେମାନଙ୍କ ଚିନ୍ତାଧାରା ସେ ଦଳକୁ ଧୋକାବାଜ କଲେ କି ଦଳକୁ କ'ଣ କଲେ ସେମାନେ ସେ ଉତ୍ତର ଦେବେ, କି ତାଙ୍କର କ'ଣ ଅସୁବିଧା ଥିଲା ଦଳ ତାଙ୍କୁ କି ଅସୁବିଧା କରିଥିବ ସିଏ ତା'ର ଉତ୍ତର ଦେବେ। ମୁଁ କହିପାରିବିନି। ଦଳ ମୋତେ ଯେଉଁ ଶେଷ ମୁହୂର୍ତ୍ତରେ ଟିକଟ ଦେଇ ଦଳର ଯାହା ଆମେ ଆଶା କରୁଥିଲୁ ସାହାଯ୍ୟ ସହଯୋଗ, ସେ ପ୍ରକାର ସାହାଯ୍ୟ ସହଯୋଗ ଆମକୁ କୌଣସି ପ୍ରକାର ମିଳେ। କ୍ଷେତ୍ରକୁ ମୁଁ ପ୍ରୟାସ କରିଛି ଜମା ଦିନ ତ 6 ତାରିଖରୁ 25 ତାରିଖ 15 ଦିନ ନୋମିନେସନ୍ ଯାଞ୍ଚ ଇଏ ସରିଲା ଦିନ 12-14 ଦିନ ପ୍ରଚାର ପ୍ରସାରରେ ମୋର ଗାଡ଼ି ଘୋଡ଼ା ସମ୍ପୂର୍ଣ୍ଣ ଭାବରେ ବୁଲିଛି। ସମ୍ପୂର୍ଣ୍ଣ ଭାବରେ ମୁଁ ଆଉ ସମୟ ନଥିଲା। ମୁଁ ବହୁ ଆଗରୁ ତା'ର ଯେଉଁ ଗ୍ୟାରେଣ୍ଟି କାର୍ଡ଼ ହେରିକା ପ୍ରିଣ୍ଟ କରିଥିଲି। ଯେତେବେଳେ ସେଗୁଡ଼ା ପ୍ରିଣ୍ଟ ହେଇକି ଥୁଆ ହେଇଗଲା, ମୁଁ ଯେତେବେଳେ ପଞ୍ଚାୟତ ଘର ଘର ବୁଲିବା କଥା, ସେ ସମୟରେ ମୋତେ ଟିକଟ ଦିଆଗଲା ନାହିଁ କି ମୋତେ ଅନୁମତି ଦିଆଗଲା ନାହିଁ ଏ କାର୍ଡ଼ ବାଣ୍ଟିବା ପାଇଁ, ଯେଉଁଦ୍ୱାରା କି ମୁଁ କଂଗ୍ରେସର କାର୍ଯ୍ୟକ୍ରମଟା ନେଇ ଲୋକଙ୍କ ପାଖରେ ପହଞ୍ଚାଇ ପାରିଲିନି। ଏବଂ ମୁଁ ଟିକଟରୁ ବଞ୍ଚିତ ହେଲି ବୋଲି ସାରା ଆଠଗଡ଼ରେ ଆପଣମାନେ ଜାଣିଥିବେ, ମିଡ଼ିଆରେ ଜାଣିଥିବେ। ମୁଁ ଶେଷ ମୁହୂର୍ତ୍ତରେ ଯେତେବେଳେ ମୋତେ ଦେଲେ, ମୁଁ ସେଇ ସ୍ୱଳ୍ପ ସମୟ ଭିତରେ ମୁଁ ଯେତିକି ମାଧ୍ୟମରେ ପ୍ରଚାର ପ୍ରସାର ମାଧ୍ୟମରେ ପହଞ୍ଚିବାକୁ, ଲୋକଙ୍କ ହୃଦୟରେ ପହଞ୍ଚିବାକୁ ଚାହିଁଥିଲି। କଂଗ୍ରେସ ପ୍ରେମୀ ଯେଉଁମାନେ କଂଗ୍ରେସକୁ ଖାଲି ଭୋଟ ଦେବେ, ଯେତିକି ବାଇକ୍ ଶୋଭାଯାତ୍ରା ଆରମ୍ଭ କରିକି 3ଟିଆକ ବ୍ଲକର ଏବଂ NACର ମୁଁ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଆଉ ପ୍ରସାର ଆମର ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲି। ଏଇଟା ବି ସତ୍ୟ, ଆଠଗଡ଼ ଇତିହାସରେ ବି ଏମିତି କେବେ ଟିକଟ ନାଟକ ହୋଇନଥିଲା। ଏ ଯେଉଁ ଟିକଟ ଯେଉଁ ଟାଇପ୍ର ଜଣେ ନେଇକି କଂଗ୍ରେସକୁ ହତ୍ୟା କରିସାରିକି ଯେତେବେଳେ କୋମାରେ କଂଗ୍ରେସ, ସେତିକିବେଳେ ଜଣେ ଡାକ୍ତରକୁ ଦିଆଯିବ, ସେ କିଭଳି ଭାବରେ କଂଗ୍ରେସକୁ, ଯାହା ହଉ ସେ କୋମାରେ ବଞ୍ଚିଗଲା। କଂଗ୍ରେସ ମୃତ୍ୟୁ ହେଲାନି। ଚିହ୍ନଟି ନିଭି ଯାଇଥିଲେ କଂଗ୍ରେସ ମୃତ୍ୟୁ ହୋଇଯାଇଥାନ୍ତା। କଂଗ୍ରେସ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି। ନାଇଁ, ଦଳର କାର୍ଯ୍ୟକ୍ରମରେ ତ ଆମେ ଅଛୁ, କିନ୍ତୁ ବଞ୍ଚିଛୁ। ଆଜି ନହେଲେ କାଲି ହେବ।